ସିଂହ ରାଶି ଦ୍ୱାଦଶ ରାଶିଚକ୍ରର ପଞ୍ଚମ ରାଶି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ସିଂହ ରାଶିର ଅଧିପତି ରୂପେ ଗ୍ରହଣ କରାଯାଇଥିବା ବେଳେ ଗ୍ରହ ଜଗତର ରାଜା ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି। ଜାଣିବା 2025 ମସିହା ମାର୍ଚ୍ଚ ମାସରେ ସିଂହ ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ମାର୍ଚ୍ଚ ମାସରେ ଗ୍ରହମାନଙ୍କର ଗୋଚରୀୟ ଗତିକୁ ଅନୁଧ୍ୟାନ କଲେ ଜଣାଯାଏ, ମାର୍ଚ୍ଚ ମାସରେ ସିଂହ ରାଶି ଅଧିପତି ସୂର୍ଯ୍ୟ ପ୍ରଥମାର୍ଦ୍ଧରେ ସିଂହ ରାଶିର ସପ୍ତମ ସ୍ଥାନ କୁମ୍ଭ ରାଶିରେ ଶନିଦେବଙ୍କ ସହିତ ରହିବେ ଏବଂ ଦ୍ୱିତୀୟାର୍ଦ୍ଧରେ ସିଂହ ରାଶିର ଅଷ୍ଟମ ସ୍ଥାନ ମୀନ ରାଶିରେ ବୁଧ, ରାହୁ ଏବଂ ଶୁକ୍ରଙ୍କ ସହିତ ସହ ଅବସ୍ଥାନ କରିବେ। ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାର୍ଚ୍ଚ ମାସଟି ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ମାସର ପ୍ରଥମାର୍ଦ୍ଧରେ ଥଣ୍ଡା ସର୍ଦ୍ଦି ଜନିତ ରୋଗର ପ୍ରାଦୁର୍ଭାବ ବଢ଼ିବା ସହିତ ଜ୍ୱର, କାଶ ପ୍ରଭୃତି ମୌସୁମୀ ରୋଗ ପୀଡ଼ା ଦେଇପାରେ। ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ଅଷ୍ଟମ ମୀନ ରାଶିକୁ ଗଲେ ରାହୁଯୁକ୍ତ ହୋଇ ଭୟଙ୍କର ବେମାରୀ ଭୋଗିବାର ସମ୍ଭାବନା ରହିଅଛି। ଶରୀରରେ ପିତ୍ତର ଆଧିକ୍ୟ ହେତୁ ହୃଦୟ ବିକାରଗ୍ରସ୍ତ ହେବାର ସମ୍ଭାବନା, ଅର୍ଥୋପେଡିକ୍ ବା ହାଡ଼ଜନିତ କଷ୍ଟ ପାଇପାରନ୍ତି। ସେହି ମୀନ ରାଶିରେ ନିଚସ୍ତ ବୁଧ ନ୍ୟୁରୋଲୋଜି ବା ସ୍ନାୟୁବିକ ସମସ୍ୟା ଦେବାର ସମ୍ଭାବନା ରହିଅଛି। ତେଣୁ ଏ ମାସରେ ସିଂହ ରାଶି ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମାର୍ଚ୍ଚ ମାସରେ କର୍ମସ୍ଥାନର ଅଧିପତି ଶୁକ୍ର ଅଷ୍ଟମ ଉଚ୍ଚ ଭାବରେ ରହିବା ଉଚ୍ଚ କର୍ମ ପ୍ରତି ଇସାରା ପ୍ରଦାନ କରୁଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ମାସର ପ୍ରଥମାର୍ଦ୍ଧରେ ଆଶାନୁରୂପ ବ୍ୟବସାୟିକ ସଫଳତା ମିଳିବ। ରାଜଦ୍ୱାର ବା ସରକାରୀ କ୍ଷେତ୍ରରେ କଣ୍ଟ୍ରାକ୍ଟି, ନିର୍ମାଣ କାର୍ଯ୍ୟ ବା ସପ୍ଲାଇ ପ୍ରଭୃତି କ୍ଷେତ୍ରରୁ ଆଶାନୁରୂପ ଅର୍ଥ ହସ୍ତଗତ ହେବ। ଚାକିରି କରୁଥିଲେ ମାସର ପ୍ରଥମାର୍ଦ୍ଧରେ ଖଟଣି ଅଧିକ ରହିବ। ସରକାରୀ କାର୍ଯ୍ୟରେ ସର୍ବଦା ବିଳମ୍ବତା ଲାଗି ରହିବ। ପବ୍ଲିକ ବା ସାଧାରଣ ଜନତାଙ୍କ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା କଷ୍ଟକର ହେବ। ମାସର ଦ୍ୱିତୀୟାର୍ଦ୍ଧରେ ରାହୁଯୁକ୍ତ ରବି କର୍ମକ୍ଷେତ୍ରରେ ଥିବା ସୁନାମରେ କଳଙ୍କ ଲଗାଇ ପାରନ୍ତି। ଏଥିପାଇଁ ସତର୍କ ରହିବେ। ମାସର ଶେଷ ଭାଗରେ କର୍ମକ୍ଷେତ୍ରରେ ଆଳସ୍ୟ ଭରା ସମୟ ଅନୁଭବ ହେବ। ଆର୍ଥିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସଟି ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଧନ କ୍ଷେତ୍ରରେ ସର୍ବଦା ଅସ୍ଥିରତା ଲାଗି ରହିବ। ଧନ ଓ ଆୟ ଭାବର ଅଧିପତି ବୁଧ ଅଷ୍ଟମ ଭାବରେ ନୀଚ ହୋଇ ରହିବା କେତେବେଳେ ଆର୍ଥିକ ସଙ୍କଟ ଭିତର ଦେଇ ଗତି କରାଇବ ତ କେତେବେଳେ ସେୟାର ମାର୍କେଟ ପରି ଉପରକୁ ନେଇଯିବ। ତେଣୁ ଏହି ସମୟରେ ବାଣିଜ୍ୟ ବ୍ୟବସାୟ ପ୍ରତି ସତର୍କ ନଜର ରଖିବା ଉଚିତ ହେବ। ବିଭିନ୍ନ ଆର୍ଥିକ ସଂସ୍ଥାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ ଭାବିଚିନ୍ତି କରିବେ। ଆବଶ୍ୟକ ଅନୁଭବ କଲେ ଜଣେ ଭଲ ଆଷ୍ଟ୍ରୋଲୋଜରଙ୍କର ସାହାଯ୍ୟ ନେଇପାରନ୍ତି। ଯେତେବେଳେ ରାଶିଚକ୍ରରେ ବୃହସ୍ପତି ମହାଗ୍ରହ ଚନ୍ଦ୍ରଙ୍କର କେନ୍ଦ୍ର ସ୍ଥାନରେ ଅବସ୍ଥାନ କରି ଗଜକେଶରୀ ଯୋଗ ସୃଷ୍ଟି କରୁଥିବେ, ସେହି ସମୟରେ ବୁଧ ମହାଗ୍ରହଙ୍କର ନୀଚଭଙ୍ଗ ରାଜଯୋଗ ଘଟୁଥିବାରୁ ସେହି ସମୟରେ ହିଁ ବାଣିଜ୍ୟ ବ୍ୟବସାୟ ହେଉ ଅଥବା ଫିନାନ୍ସିଆଲ ଇନଷ୍ଟିଟ୍ୟୁସନ ଯଥା ବ୍ୟାଙ୍କ, ଇନ୍ସୁରାନ୍ସ ବା ସେୟାର ମାର୍କେଟ ଭଳି ସଂସ୍ଥା ହେଉ, ସେ ସବୁରେ ଅର୍ଥ ବିନିଯୋଗ କରିବା ଠିକ୍ ରହିବ। ଅଷ୍ଟମ ଭାବସ୍ଥ ରାହୁ ଗୁପ୍ତ ଧନ ବା ପୋତା ଧନ ପ୍ରାପ୍ତିରେ ସହାୟକ ହୋଇପାରେ। ସିଂହ ରାଶି ପାଇଁ ମାର୍ଚ୍ଚ ମାସରେ ଆର୍ଥିକ ଅବସ୍ଥା ମୋଟାମୋଟି ଭାବରେ ଭଲ ଫଳ ପ୍ରଦାନ କରିବ। ମାର୍ଚ୍ଚ ମାସରେ ସିଂହ ରାଶିର ପ୍ରେମ ଭାବ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ଏ ମାସରେ ପ୍ରେମ
ବା ପଞ୍ଚମ ଭାବ ଧନୁରାଶିର ଅଧିପତି ବୃହସ୍ପତି ଦଶମ ବୃଷ ରାଶିରେ ଅବସ୍ଥାନ କରୁଛନ୍ତି। କର୍ମବ୍ୟସ୍ତତା ଭିତରେ ସମୟ କଟୁଥିବାରୁ ଲଭ୍ ପାର୍ଟନର ପାଇଁ ସମୟ ଦେବା ସମ୍ଭବପର ହେବ ନାହିଁ। ତା ସହିତ ପଞ୍ଚମ ସ୍ଥାନକୁ ମଙ୍ଗଳ ଦୃଷ୍ଟି ପ୍ରଦାନ କରୁଥିବାରୁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିଥିବା ପ୍ରେମର କାରକ ଗ୍ରହ ଶୁକ୍ର ଏସବୁ ସମସ୍ୟାର ସମାଧାନ କରିଦେବେ, ବ୍ରେକଅପ୍ ହେବାକୁ ଦେବେ ନାହିଁ। ତେବେ ବି ଅଷ୍ଟମ ଭାବରେ ଶୁକ୍ର ରାହୁଯୁକ୍ତ ହୋଇ ରହିଥିବାରୁ ପ୍ରେମରେ ମର୍ଯ୍ୟାଦା ଭିତରେ ରହିବା ଉଚିତ ହେବ, ନଚେତ୍ ବଦନାମ ହେବାର ସମ୍ଭାବନା ମଧ୍ୟ ରହିଛି। ସାମାଜିକ ସମ୍ମାନ କ୍ଷୁଣ୍ଣ ହୋଇପାରେ। ବୈବାହିକ ଜୀବନ ବା ଦାମ୍ପତ୍ୟ ଭାବ ଉପରେ ଦୃଷ୍ଟି ଦେଲାବେଳେ ଜଣାଯାଏ, ମାର୍ଚ୍ଚ ମାସର ପ୍ରଥମାର୍ଦ୍ଧରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ମତପାର୍ଥକ୍ୟ ସୃଷ୍ଟି ହେବ। ସପ୍ତମ ଭାବରେ ସୂର୍ଯ୍ୟ ଓ ଶନି ଏକତ୍ର କୁମ୍ଭ ରାଶିରେ ରହିଥିବାରୁ ବିନା କାରଣରେ ଉଭୟଙ୍କ ପ୍ରତି ଉଦାସୀନ ଭାବ ପ୍ରଦର୍ଶନ କରିବେ। ତା ସହିତ ଏହି ସମୟରେ ଜୀବନସାଥୀର ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯିବାର ସମ୍ଭାବନା ରହିଛି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କଲେ ଅବସ୍ଥାର ପରିବର୍ତ୍ତନ ଘଟିବ। ପାରିବାରିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ଦ୍ୱିତୀୟ ସ୍ଥାନ ବା ପରିବାର ସ୍ଥାନର ଅଧିପତି ବୁଧ ଅଷ୍ଟମ ଭାବରେ ନୀଚ ଭାବରେ ରହିବା ପାରିବାରିକ ସୁଖକୁ ହ୍ରାସ କରାଇପାରେ। କିନ୍ତୁ ନିଜ ଘର କନ୍ୟା ରାଶିକୁ ବୁଧ ଦୃଷ୍ଟି ଦେଉଥିବାରୁ ସେହି କ୍ଷେତ୍ରରେ ପୁଣି ସମାନତା ମଧ୍ୟ ଆଣିପାରେ। ପାରିବାରିକ ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ଦ୍ୱିତୀୟ ସ୍ଥାନରେ ବିରାଜମାନ କରିଥିବା କେତୁ ମହାଗ୍ରହଙ୍କ ଉପରେ ମଙ୍ଗଳ ମହାଗ୍ରହଙ୍କ ଦୃଷ୍ଟି ପାରିବାରିକ କଳହ ବା ଝଗଡ଼ାକୁ ବଢ଼ାଇ ଦେବାର ବହୁତ ସମ୍ଭାବନା। କିନ୍ତୁ ଶେଷରେ ଏହି ଦ୍ୱିତୀୟ ଭାବକୁ ବୃହସ୍ପତିଙ୍କ ଦୃଷ୍ଟି ଏସବୁ କଳି ଝଗଡ଼ାର ଅନ୍ତ ଘଟାଇଦେବ। ପୁନଶ୍ଚ ପଞ୍ଚମାଧିପ ବୃହସ୍ପତିଙ୍କ ଦୃଷ୍ଟି ପରିବାର କ୍ଷେତ୍ର ଉପରେ ରହୁଥିବାରୁ ଆଗାମୀ ଦିନରେ ପରିବାରରେ ସନ୍ତାନମାନଙ୍କର ମାଙ୍ଗଳିକ ବା ଶୁଭକର୍ମ ହେବାର ସୂଚନା ପ୍ରଦାନ କରୁଛି। ଏ ତ ଗଲା ମୋଟାମୋଟି ଭାବରେ ସିଂହ ରାଶି ପାଇଁ 2025 ମସିହା ମାର୍ଚ୍ଚ ମାସର ମାସିକ ରାଶି ଫଳ। ସିଂହ ରାଶି ଜାତ ବ୍ୟକ୍ତି ଏହି ମାର୍ଚ୍ଚ ମାସରେ ରହିଥିବା ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଉଦିତ ସୂର୍ଯ୍ୟଙ୍କ ସାମ୍ନାରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ରହିଥିବା ଦୁଃଖ କଷ୍ଟ ଦୂର ହୋଇ ବିଜୟଶ୍ରୀ ପ୍ରାପ୍ତ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇ ଚତୁବର୍ଗ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।